ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ଲାଗି ଆଜି ପୁଡୁଚେରୀ ଗସ୍ତ କରିବେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ। ଆସାମରେ ଜନସଭାକୁ ଉଦ୍ବୋଧନ ଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଜନବିଶ୍ୱାସ ସଂଶୋଧନ ବିଧେୟକ ଦେଶରେ ସହଜ ଜୀବନଧାରଣ ଓ ବ୍ୟବସାୟକୁ ପ୍ରୋତ୍ସାହନ ଦେବ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିର କୂଟନୈତିକ ଆଲୋଚନା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଆହ୍ୱାନ ଦେଲେ ଜାତିସଂଘ ମହାସଚିବ। ପଶ୍ଚିମବଙ୍ଗ ମାଲଦା ଜିଲ୍ଲାରେ ନ୍ୟାୟିକ ଅଧିକାରୀଙ୍କୁ ବନ୍ଧକ ରଖିବା ଘଟଣାର ତଦନ୍ତ କରିବ ଏନ୍ଆଇଏ। ଏବଂ ଆଇପିଏଲ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ 65 ରନ୍ରେ ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ଲାଗି ଆଜି ଅପରାହ୍ନରେ ପୁଡୁଚେରୀରେ ପହଞ୍ଚିବେ। ସେଠାରେ ଶ୍ରୀ ମୋଦି ଏକ ରୋଡ୍ ଶୋ କରିବା ସହ ସାଧାରଣ ଜନତା ଏବଂ ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେବେ। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଅପରାହ୍ନ 4:15ରେ ପୁଡୁଚେରୀରେ ପହଞ୍ଚିବେ। ସେଠାରୁ ଶ୍ରୀ ମୋଦି ଅଜନ୍ତା ସିଗ୍ନାଲ ଜଙ୍କସନରେ ପହଞ୍ଚିବା ପରେ ରୋଡ୍ ଶୋ ଆରମ୍ଭ ହେବ। ରୋଡ୍ ଶୋ ଆନ୍ନାସଲାଇରୁ ଆରମ୍ଭ ହୋଇ 1 କିଲୋମିଟରରୁ ଅଧିକ ପଥ ଅତିକ୍ରମ କରି କାମରାଜ ମୂର୍ତ୍ତି ନିକଟରେ ପହଞ୍ଚିବ। ଏନ୍ଡିଏର ଅନ୍ୟାନ୍ୟ ନେତା ଏବଂ ଦଳୀୟ ପ୍ରାର୍ଥୀମାନେ ପ୍ରଧାନମନ୍ତ୍ରୀଙ୍କ ସହିତ ରୋଡ୍ ଶୋରେ ସାମିଲ ହେବେ। ଶ୍ରୀ ମୋଦି ଦଳୀୟ କର୍ମକର୍ତ୍ତା ଏବଂ ସମର୍ଥକମାନଙ୍କୁ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ଲାଗି ପ୍ରଚାର କରିବେ। ପ୍ରାୟ 30,000ରୁ ଅଧିକ ଲୋକ ଏହି ରୋଡ୍ ଶୋରେ ସାମିଲ ହେବାର ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। 1,000ରୁ ଅଧିକ ପୁଲିସ ଅଧିକାରୀ ମୁତୟନ କରାଯିବ ବୋଲି ଜଣାପଡ଼ିଛି। ଭିଡ଼ ନିୟନ୍ତ୍ରଣ ପାଇଁ ରୋଡ୍ ଶୋ ଯିବାକୁ ଥିବା ରାସ୍ତାଗୁଡ଼ିକରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହା ଆଜି ଆସାମର ଧୁବ୍ରି ଜିଲ୍ଲା ଅନ୍ତର୍ଗତ ମେଳା ମଇଦାନଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଏକ ଜନସଭାକୁ ସମ୍ବୋଧନ କରିବେ। ଗୋଲକଗଞ୍ଜ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ସେ ପ୍ରଚାର ଆରମ୍ଭ କରିବେ। ପରେ ସେ ଗୋଲପଡ଼ା ଜିଲ୍ଲା ଦୁଧନୋଇଠାରେ ସେଠାକାର ବିଧାନସଭା ପ୍ରାର୍ଥୀଙ୍କ ସପକ୍ଷରେ ଏକ ରାଲି କରିବେ। ପରବର୍ତ୍ତୀ ସମୟରେ ପଳାଶବାରୀ ବିଧାନସଭା ପ୍ରାର୍ଥୀଙ୍କ ସପକ୍ଷରେ ଶ୍ରୀ ଶାହା ଛାୟାଗାଁଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଡ଼ିଆରେ ଏକ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଗତକାଲି ଆସାମରେ ପହଞ୍ଚିବା ପରେ ଶ୍ରୀ ଶାହା ନାଗାଓଁ ଜିଲ୍ଲାର କାଲିଆବୋର ନିର୍ବାଚନ ମଣ୍ଡଳୀରେ ଏକ ଜନସମାବେଶକୁ ଉଦ୍ବୋଧନ ଦେଇଥିଲେ। ଆସାମ ଗଣପରିଷଦ ପ୍ରାର୍ଥୀ କେଶବ ମହନ୍ତଙ୍କ ସପକ୍ଷରେ ପ୍ରଚାର କରିବା ବେଳେ ଶ୍ରୀ ଶାହା କହିଥିଲେ, ବିଜେପି ଅନୁପ୍ରବେଶକାରୀଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରୁଛି। ଦେଶର ମୂଳ ମୁସଲିମ ଅଧିବାସୀଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଶ୍ରୀ ଶାହା ସ୍ପଷ୍ଟ କରିଥିଲେ। ସେ କହିଥିଲେ, ଗତ ଦଶନ୍ଧି ମଧ୍ୟରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଆସାମରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ 1,78,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଅନୁଦାନ ପ୍ରଦାନ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆନ୍ତର୍ଜାତିକ ବିମାନ ବନ୍ଦରର ପ୍ରସ୍ଥାନ ହଲ୍ରେ ଥିବା ବିଦେଶୀ ମୁଦ୍ରା କାଉଣ୍ଟରରେ ବାସିନ୍ଦାମାନଙ୍କୁ ଭାରତୀୟ ମୁଦ୍ରା ବଦଳାଇବାକୁ ଅନୁମତି ଦେବା ଲାଗି ନିଷ୍ପତ୍ତି ନେଇଛି। ଏକ ବିଜ୍ଞପ୍ତିରେ ଆର୍ବିଆଇ ପକ୍ଷରୁ କୁହାଯାଇଛି, ଟଙ୍କା ବଦଳାଇବା ଲାଗି ପ୍ରଣୀତ ବ୍ୟବସ୍ଥାର ସମୀକ୍ଷା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଣିକି ବିମାନ ଯାତ୍ରୀମାନେ ଇମିଗ୍ରେସନ୍ କିମ୍ବା କଷ୍ଟମ ଡେସ୍କ ବାହାରେ ଫରେକ୍ସ କାଉଣ୍ଟରରୁ ଭାରତୀୟ ଟଙ୍କା ବଦଳାଇ ପାରିବେ। ଏଥିଲାଗି ଥିବା ନିୟମରେ ମଧ୍ୟ ଆବଶ୍ୟକୀୟ ସଂଶୋଧନ କରାଯାଇଛି। ସଂସଦରେ ଜନବିଶ୍ୱାସ ସଂଶୋଧନ ବିଧେୟକ 2026 ଗୃହୀତ ହେବା ଦ୍ୱାରା ଦେଶରେ ସହଜ ଜୀବନଧାରଣ ଏବଂ ବ୍ୟବସାୟକୁ ପ୍ରୋତ୍ସାହନ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଜନବିଶ୍ୱାସ ସଂଶୋଧନ ବିଧେୟକ ବିଶ୍ୱାସ ଭିତ୍ତିକ ଢାଞ୍ଚାକୁ ଆହୁରି ଦୃଢ଼ କରି ନାଗରିକମାନଙ୍କୁ ସଶକ୍ତ କରିବ। ସେ କହିଛନ୍ତି, ମାମଲାଗୁଡ଼ିକର ତ୍ୱରିତ ସମାଧାନ ସହ ମାମଲା ବୋଝ ହ୍ରାସ କରିବା ଦିଗରେ ଏହି ବିଧେୟକ ସଫଳ ପ୍ରମାଣିତ ହେବ। ଗତକାଲି ଜନବିଶ୍ୱାସ ସଂଶୋଧନ ବିଧେୟକ ରାଜ୍ୟସଭାର ମଞ୍ଜୁରୀ ଲାଭ କରିଛି। ବୁଧବାର ଲୋକସଭାରେ ଏହି ବିଧେୟକ ଗୃହୀତ ହୋଇଥିଲା। ବିଧେୟକରେ ଛୋଟ ଛୋଟ ଅପରାଧଗୁଡ଼ିକୁ ଅପରାଧମୁକ୍ତ କରିବା ସହ 23ଟି ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ 79ଟି କେନ୍ଦ୍ରୀୟ ଆଇନରେ ସଂଶୋଧନ କରିବା ପାଇଁ ପ୍ରସ୍ତାବ ରହିଛି, ଯାହାଫଳରେ 784ଟି ସଂଶୋଧନ ପ୍ରସ୍ତାବ ଜରିଆରେ 717ଟି ବ୍ୟବସ୍ଥାକୁ ଅପରାଧମୁକ୍ତ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ପରିସ୍ଥିତିର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଆମେରିକା ଏବଂ ଇସ୍ରାଏଲ ତୁରନ୍ତ ଯୁଦ୍ଧ ବନ୍ଦ କରିବା ଆବଶ୍ୟକ, କାରଣ ଏହି ଆକ୍ରମଣ ଫଳରେ ସାଧାରଣ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୃଦ୍ଧି ପାଇବା ସହ ଅର୍ଥନୈତିକ ପରିସ୍ଥିତି ବ୍ୟାପକ ଭାବେ ନଷ୍ଟ ହେଉଛି। ସେ ମଧ୍ୟ ଇରାନକୁ ପଡ଼ୋଶୀ ଦେଶଗୁଡ଼ିକ ଉପରେ ଆକ୍ରମଣ ବନ୍ଦ କରିବା ଲାଗି କହିଛନ୍ତି। ଏକ ଟ୍ୱିଟ୍ରେ ଶ୍ରୀ ଗୁଟେରସ୍ କହିଛନ୍ତି, ଯେତେବେଳେ ଧ୍ୱଂସର ପଥ ପରିତ୍ୟାଗ କରି ଉଭୟ ଦେଶର ନେତା ଆଲୋଚନା କରିବେ, ସେତେବେଳେ ଏହି ପରିସ୍ଥିତିର ସମାଧାନ ହୋଇପାରିବ। ନ୍ୟୁୟର୍କରେ ଗତକାଲି ସୁରକ୍ଷା ପରିଷଦ ବାହାରେ ଗଣମାଧ୍ୟମକୁ ସମ୍ବୋଧିତ କରି ଜାତିସଂଘ ମୁଖ୍ୟ କହିଛନ୍ତି, ଦିନକୁ ଦିନ ଯୁଦ୍ଧର ଭୟାବହତା ବୃଦ୍ଧି ପାଇବା ସହ ମାନବୀୟ କଷ୍ଟ ଓ ଯନ୍ତ୍ରଣା ବୃଦ୍ଧି ପାଇବାରେ ଲାଗିଛି। ପଶ୍ଚିମ ଏସିଆ ଉତ୍ତେଜନାମୂଳକ ପରିସ୍ଥିତି 2 ମାସରେ ପହଞ୍ଚିଥିବା ବେଳେ ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ବ୍ୟାପକ ଅର୍ଥନୈତିକ ଅସ୍ଥିରତା ସହ ମାନବୀୟ ଦୁର୍ଦ୍ଦଶା ବୃଦ୍ଧି ପାଇଛି। ସେ ଆଲୋଚନା ଏବଂ କୂଟନୀତି ଜରିଆରେ ସମସ୍ୟାର ସମାଧାନ ଲାଗି ଆହ୍ୱାନ ଦେଇଛନ୍ତି। ଏ କ୍ଷେତ୍ରରେ ଆରମ୍ଭ ହୋଇଥିବା କୂଟନୈତିକ ଉଦ୍ୟମକୁ ସମର୍ଥନ କରି ଶ୍ରୀ ଗୁଟେରସ୍ କହିଛନ୍ତି, ପ୍ରତ୍ୟେକ ଦେଶର ସାର୍ବଭୌମତ୍ୱକୁ ସମ୍ମାନ କରାଯିବା ଉଚିତ। ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ 7 ଜଣ ନ୍ୟାୟିକ ଅଧିକାରୀଙ୍କୁ ବନ୍ଧକ ରଖିବା ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା NIAକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏହି ଘଟଣାର ତଦନ୍ତ ଦାୟିତ୍ୱ NIAକୁ ଦେଇଛନ୍ତି। ଗତକାଲି ସୁପ୍ରିମକୋର୍ଟ ଏହି ଘଟଣାକୁ ନିନ୍ଦା କରିବା ସହ ଭୋଟର ତାଲିକା ସଘନ ସଂଶୋଧନ ପ୍ରକ୍ରିୟାରେ ଜଡ଼ିତ ସମ୍ପୃକ୍ତ ନ୍ୟାୟିକ ଅଧିକାରୀମାନଙ୍କୁ ବନ୍ଧକ ରଖିବା ଘଟଣାକୁ ନିନ୍ଦା କରିଛନ୍ତି। ଘଟଣାରେ ରାଜ୍ୟ ଗୃହ ସଚିବ, ପୋଲିସ ମହାନିର୍ଦ୍ଦେଶକ ଏବଂ ଅନ୍ୟ ଅଧିକାରୀମାନଙ୍କଠାରୁ ସୁପ୍ରିମକୋର୍ଟ ଜବାବ ତଲବ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ନିର୍ବାଚନ କମିଶନକୁ ଘଟଣାର CBI କିମ୍ବା NIA ତଦନ୍ତ ଦେବା ଲାଗି ନିର୍ଦ୍ଦେଶ ଦେବା ସହ ନ୍ୟାୟିକ ଅଧିକାରୀଙ୍କୁ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ କମିଶନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମତେ NIAକୁ ତଦନ୍ତ ଭାର ଦେଇଥିବା ବେଳେ ଆଜି NIA ଅଧିକାରୀମାନେ ପଶ୍ଚିମବଙ୍ଗରେ ପହଞ୍ଚିବେ। ଚଳିତ ମାସ 6 ତାରିଖ ସୁଦ୍ଧା ସୁପ୍ରିମକୋର୍ଟରେ ପ୍ରାରମ୍ଭିକ ରିପୋର୍ଟ ଦାଖଲ କରାଯିବ ବୋଲି କମିଶନ କହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଅସନ୍ତୋଷ ପ୍ରକାଶ କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବା କହିଛନ୍ତି। ଘଟଣାକୁ ନେଇ ସେ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀମାନଙ୍କ ସହ ଗତକାଲି ଏକ ବୈଠକରେ ସତର୍କ କରାଇ ଦେଇଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ମୁଖ୍ୟ ନିର୍ବାଚନ ଅଧିକାରୀ, କୋଲକାତା ପୋଲିସ କମିଶନର, ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୋଲିସ ଅଧୀକ୍ଷକମାନେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ଏଭଳି ଘଟଣାରେ ସମ୍ପୃକ୍ତ ଅଧିକାରୀମାନଙ୍କ କେବଳ ବଦଳି କରାଯିବ ନାହିଁ, ବରଂ ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ। ମାଲଦାରେ ଘଟିଥିବା ଘଟଣା ନେଇ ସେଠାକାର ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୋଲିସ ଅଧୀକ୍ଷକଙ୍କ ଭୂମିକା ନେଇ ନିର୍ବାଚନ କମିଶନ ପ୍ରଶ୍ନ କରିଛନ୍ତି। ଘଟଣା ପରେ ସେଠାକାର ସହରାଞ୍ଚଳ ବିକାଶ ପ୍ରମୁଖ ସଚିବ ମହମ୍ମଦ ଗୁଲାମ ଅଲି ଅନସାରୀଙ୍କୁ ମାଲଦା ଡିଭିଜନର କମିଶନର ଭାବେ ନିଯୁକ୍ତି ଦିଆଯାଇଛି। JEE ମୁଖ୍ୟ ଯୁଗ୍ମ ପ୍ରବେଶିକା ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ଗତକାଲିଠାରୁ ଆରମ୍ଭ ହୋଇଛି। ଭାରତ ଏବଂ ଭାରତ ବାହାରେ 556ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରାଯାଉଛି। ଦେଶର 304ଟି ଏବଂ ଦେଶ ବାହାରେ 14ଟି ସହରରେ ସ୍ଥିରୀକୃତ ପରୀକ୍ଷା କେନ୍ଦ୍ରରେ ଚଳିତ ମାସ 4 ତାରିଖ ଠାରୁ 8 ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ କରାଯାଉଥିବା ଏହି ପରୀକ୍ଷାରେ 11,23,000ରୁ ଅଧିକ ପ୍ରାର୍ଥୀ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଦେଉଛନ୍ତି। ଇରାନ ଉପରେ ଆଗାମୀ ଦିନରେ ଆକ୍ରମଣ ଜୋରଦାର କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଟେଲିଭିଜନ ବାର୍ତ୍ତା ପରେ ତୈଳ ଦର ବୃଦ୍ଧି ପାଇଛି। ଏହି ବାର୍ତ୍ତା ଦ୍ୱାରା ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ପରିସ୍ଥିତି ଖୁବ୍ ଶୀଘ୍ର ଶେଷ ହେବା ନେଇ କୌଣସି ସମ୍ଭାବନା ନଥିବା ଆକଳନ କରାଯାଇଛି। ଫଳରେ ଅଶୋଧିତ ତୈଳ ମୂଲ୍ୟ 8% ବୃଦ୍ଧି ପାଇ ବ୍ୟାରେଲ ପିଛା $109 ହୋଇଛି। ଆମେରିକାରେ ଉତ୍ପାଦିତ ତୈଳ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। IPL କ୍ରିକେଟରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ 65 ରନ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। କୋଲକାତାର ଇଡେନ ଗାର୍ଡେନ୍ସରେ 227 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ନାଇଟ୍ ରାଇଡର୍ସ ମାତ୍ର 16 ଓଭରରେ 161 ରନ୍ ସ୍କୋର କରି ସମସ୍ତ ୱିକେଟ୍ ହରାଇଥିଲା। ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ 20 ଓଭରରେ 8 ୱିକେଟ୍ ବିନିମୟରେ 226 ରନ୍ ସ୍କୋର କରିଥିଲା। ଆଜି IPLର ପରବର୍ତ୍ତୀ ମ୍ୟାଚ୍ ଚେନ୍ନାଇସ୍ଥିତ MA ଚିଦାମ୍ବରମ୍ ଷ୍ଟାଡିୟମରେ ସନ୍ଧ୍ୟା 7:30ରେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଅନୁଷ୍ଠିତ ହେବ। ଛତିଶଗଡ଼ରେ ଚାଲିଥିବା ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ଆଜି ଉଦ୍ଯାପିତ ହେବ। ରାୟପୁରରେ ଉଦ୍ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଓ ତାଙ୍କ ସହ ଆନ୍ତର୍ଜାତିକ ବକ୍ସର ମ୍ୟାରିକମ୍ ଏବଂ ଫୁଟବଲ ଖେଳାଳି ବାଇଚୁଙ୍ଗ ଭୁତିଆ ସ୍ୱତନ୍ତ୍ର ଅତିଥି ଭାବେ ଉପସ୍ଥିତ ରହିବେ।
ଏହି କ୍ରୀଡ଼ାରେ 23ଟି ସ୍ୱର୍ଣ୍ଣ ପଦକ ସହ କର୍ଣ୍ଣାଟକ ଶୀର୍ଷରେ ରହିଥିବା ବେଳେ 20ଟି ସ୍ୱର୍ଣ୍ଣ ସହ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ଲାଗି ଆଜି ପୁଡୁଚେରୀ ଗସ୍ତ କରିବେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ। ଆସାମରେ ଜନସଭାକୁ ଉଦ୍ବୋଧନ ଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଜନବିଶ୍ୱାସ ସଂଶୋଧନ ବିଧେୟକ ଦେଶରେ ସହଜ ଜୀବନଧାରଣ ଓ ବ୍ୟବସାୟକୁ ପ୍ରୋତ୍ସାହନ ଦେବ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିର କୂଟନୈତିକ ଆଲୋଚନା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଆହ୍ୱାନ ଦେଲେ ଜାତିସଂଘ ମହାସଚିବ। ପଶ୍ଚିମବଙ୍ଗ ମାଲଦା ଜିଲ୍ଲାରେ ନ୍ୟାୟିକ ଅଧିକାରୀଙ୍କୁ ବନ୍ଧକ ରଖିବା ଘଟଣାର ତଦନ୍ତ କରିବ NIA। ଏବଂ IPLରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ 65 ରନ୍ରେ ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।